ओम शांति 13 मार्च 2026 प्रातः मुरली बाप दादा मधुबन। परम शिक्षक शिव भगवान उवाच मीठे बच्चे तुमମାନଙ୍କୁ ଶ୍ରୀମତ ଆଧାରରେ ପଞ୍ଚତତ୍ତ୍ୱ ସହିତ ସାରା ଦୁନିଆକୁ ପାବନ କରିବାର ସେବା କରିବାକୁ ହେବ। ସମସ୍ତଙ୍କୁ ସୁଖ ଓ ଶାନ୍ତିର ରାସ୍ତା ବତାଇବାକୁ ପଡ଼ିବ। ଆଜିର ପ୍ରଶ୍ନ, ତୁମେ ସନ୍ତାନମାନେ ନିଜର ଦେହକୁ ମଧ୍ୟ ଭୁଲିବାର ପୁରୁଷାର୍ଥ କରୁଛ। ସେଥିପାଇଁ ତୁମକୁ କେଉଁ ଜିନିଷର ଆବଶ୍ୟକତା ନାହିଁ? ଉତ୍ତର, ଚିତ୍ରର। ଯେବେକି ଏହି ଚିତ୍ର ଅର୍ଥାତ୍ ଦେହକୁ ହିଁ ଭୁଲିବାକୁ ହେବ, ତେବେ ସେହି ସ୍ଥୂଳ ଚିତ୍ରଗୁଡ଼ିକ କ'ଣ ଦରକାର? ନିଜକୁ ଆତ୍ମା ମନେକରି ବିଦେହୀ ବାବା ଏବଂ ଶାନ୍ତି ଧାମକୁ ମନେ ପକାଅ। ଏହି ଚିତ୍ରଗୁଡ଼ିକ ତ ଛୋଟ ପିଲାଙ୍କ ପାଇଁ ଅର୍ଥାତ୍ ନୂଆମାନଙ୍କ ପାଇଁ ହିଁ ରଖାଯାଇଛି। ତୁମକୁ ତ ନିଜେ ଯୋଗଯୁକ୍ତ ସ୍ଥିତିରେ ରହି ସମସ୍ତଙ୍କୁ ଯୋଗଯୁକ୍ତ କରାଇବାକୁ ପଡ଼ିବ। ସେଥିପାଇଁ କର୍ମଧନ୍ଦା ଆଦି କରି ମଧ୍ୟ ଶତପ୍ରଧାନ ହେବା ପାଇଁ ବାବାଙ୍କ ସ୍ମୃତିରେ ରହିବାର ଅଭ୍ୟାସ କର। ଗୀତ ତକଦୀର ଜଗାକର ଆଇ ହୁଁ। ଓମ୍ ଶାନ୍ତି। ମିଠା ମିଠା ସନ୍ତାନମାନେ ଏହି କଥା ଶୁଣିଲେ ଏବଂ ତୁରନ୍ତ ଖୁସିରେ ଲୋମ ଟାଙ୍କୁରି ଉଠିଥିବ। ପିଲାମାନେ ଜାଣିଛନ୍ତି ଏଠାକୁ ଆସିଛନ୍ତି ନିଜର ସୌଭାଗ୍ୟ ସ୍ୱର୍ଗୀୟ ଭାଗ୍ୟ ନେବା ପାଇଁ। ଏପରି ଆଉ କେଉଁଠି ହେଲେ ବି କହିବେ ନାହିଁ। ତୁମେ ଜାଣିଛ ଯେ ଆମେ ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ, ଅର୍ଥାତ୍ ସ୍ୱର୍ଗ ଗଢ଼ିବା ପାଇଁ ପୁରୁଷାର୍ଥ କରୁଛୁ। କେବଳ ସ୍ୱର୍ଗବାସୀ ହେବା ପାଇଁ ନୁହେଁ, କିନ୍ତୁ ସ୍ୱର୍ଗରେ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛୁ। ସ୍ୱର୍ଗର ସାକ୍ଷାତକାର କରାଉଥିବା ବାବା ଆମକୁ ପାଠ ପଢ଼ାଉଛନ୍ତି। ଏହି ନିଶା ମଧ୍ୟ ପିଲାମାନଙ୍କର ଚଢ଼ିବା ଉଚିତ। ଭକ୍ତି ଏବେ ଶେଷ ହେବାକୁ ଯାଉଛି। କୁହାଯାଏ ଭଗବାନ ଭକ୍ତମାନଙ୍କର ଉଦ୍ଧାର କରିବାକୁ ଆସିଥାନ୍ତେ, କାହିଁକିନା ରାବଣର ଜଞ୍ଜିରରେ ବାନ୍ଧି ହୋଇ ରହିଛନ୍ତି। ଅନେକ ମନୁଷ୍ୟଙ୍କର ଅନେକ ମତ ରହିଛି। ତୁମେ ତ ସବୁ ଜାଣିସାରିଛ। ସୃଷ୍ଟିର ଚକ୍ର, ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ। ଏକଥା ମଧ୍ୟ ଭାରତବାସୀମାନେ ବୁଝୁଛନ୍ତି ଯେ ବାସ୍ତବରେ ଆମେ ପ୍ରାଚୀନ ନୂଆ ଦୁନିଆର ଅଧିବାସୀ ଥିଲୁ, ଏବେ ପୁରୁଣା ଦୁନିଆର ଅଧିବାସୀ ହୋଇଛୁ। ବାବା ସ୍ୱର୍ଗ ନୂଆ ଦୁନିଆ ସ୍ଥାପନା କରିଥାନ୍ତି। ରାବଣ ଏହାକୁ ପୁଣି ନର୍କ କରିଦେଇଛି। ବାପଦାଦାଙ୍କ ମତ ଆଧାରରେ ତୁମେ ଏବେ ନିଜ ପାଇଁ ନୂଆ ଦୁନିଆ ଗଢ଼ୁଛ। ନୂଆ ଦୁନିଆ ପାଇଁ ପାଠ ପଢ଼ୁଛ। କିଏ ପଢ଼ାଉଛନ୍ତି? ଜ୍ଞାନର ସାଗର ପତିତ ପାବନ, ଯାହାଙ୍କର ସମସ୍ତେ ମହିମା କରୁଛନ୍ତି। ଜଣକ ବ୍ୟତୀତ ଆଉ କାହାର ମହିମା ଗାୟନ କରାଯାଉ ନାହିଁ। ସେ ହିଁ ପତିତ ପାବନ ଅଟନ୍ତି। ଆମେ ସମସ୍ତେ ପତିତ ଅଟୁ। ପବିତ୍ର ଦୁନିଆର କଥା କାହାରି ମନେ ନାହିଁ। ଏବେ ତୁମେ ଜାଣୁଛ ଯେ ବାସ୍ତବରେ 5000 ବର୍ଷ ପୂର୍ବରୁ ପବିତ୍ର ଦୁନିଆ ଥିଲା। ଏହି ଭାରତ ହିଁ ଥିଲା। ବାକି ସବୁ ଧର୍ମର ଆତ୍ମାମାନେ ଶାନ୍ତିଧାମରେ ଥିଲେ। ଆମେ ଭାରତବାସୀମାନେ ସୁଖଧାମରେ ଥିଲୁ। ମନୁଷ୍ୟ ଶାନ୍ତି ଚାହୁଁଛନ୍ତି, କିନ୍ତୁ ଏଠାରେ ତ କେହି ଶାନ୍ତ ହୋଇ ରହିପାରିବେ ନାହିଁ। ଏହା ଶାନ୍ତିଧାମ ନୁହେଁ। ଶାନ୍ତିଧାମ ହେଲା ନିରାକାରୀ ଦୁନିଆ, ଯେଉଁଠାରୁ ଆମେ ଆସିଛୁ। ବାକି ସତ୍ୟ ଯୁଗରେ ହେଉଛି ସୁଖଧାମ, ତାକୁ ଶାନ୍ତିଧାମ ବୋଲି କୁହାଯିବ ନାହିଁ। ସେଠାରେ ତୁମେ ପବିତ୍ରତା ସୁଖ ଶାନ୍ତିରେ ରହୁଛ। କୌଣସି ହଙ୍ଗାମା ହୁଏ ନାହିଁ। ଘରେ ପିଲାମାନେ ଝଗଡ଼ା ଆଦି କଲେ ତାଙ୍କୁ ଶାନ୍ତିରେ ରହିବା ପାଇଁ କୁହାଯାଏ। ତେଣୁ ବାବା କହୁଛନ୍ତି ତୁମେ ଆତ୍ମାମାନେ ସେହି ଶାନ୍ତି ଦେଶରେ ଥିଲ। ଏବେ ଝଗଡ଼ା ହେଉଥିବା ଦେଶରେ ଆସି ବସିଛ। ଏହି କଥା ତୁମ ବୁଦ୍ଧିରେ ଅଛି। ତୁମେ ବାବାଙ୍କ ଦ୍ୱାରା ପୁନର୍ବାର ଉଚ୍ଚରୁ ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ। ଏହି ସ୍କୁଲ କିଛି କମ୍ ନୁହେଁ। ଏହା ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ ଅଟେ। ସାରା ଦୁନିଆରେ ଏହା ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟ। ଏଠାରେ ସମସ୍ତେ ବାବାଙ୍କ ଠାରୁ ଶାନ୍ତି ଓ ସୁଖର ସମ୍ପତ୍ତି ପ୍ରାପ୍ତ କରୁଛନ୍ତି। ଏକମାତ୍ର ବାବାଙ୍କ ବ୍ୟତୀତ କାହାର ହେଲେ ମହିମା ନାହିଁ। ବ୍ରହ୍ମାଙ୍କର ମଧ୍ୟ ମହିମା ନାହିଁ। ବାବା ହିଁ ବର୍ତ୍ତମାନ ଆସି ସମ୍ପତ୍ତି ଦେଉଛନ୍ତି। ଏହା ପରେ ତ ସୁଖ ହିଁ ସୁଖ ରହିବ।
एकमात्र बाबा ही सुख शांति देउछन्ति, तांकर ही महिमा रहिछि। सत्ययुग त्रेतारे काहार महिमा हुए नाही। सेठारे तो राजधानी चालुछि। तुमे संपत्ति नेई नेउछ, बाकी सबु शांति धामरे रही थांती। महिमा काहार हेले नाही। जदिओ जीशुख्रीष्ट धर्म स्थापन करुछन्ति, से एहा तो करिबे निश्चय। धर्म स्थापन करिथांती, तथापि भी तळकु खसी चाली थांते। तेबे महिमा कौन हेला? महिमा केवल जनकर रहिछि, जाहांकु पतित पावन मुक्तिदाता कही डाकुछन्ति। एपरि नुहे जे सेमानंकु ख्रीष्ट बुद्ध आदि मने पडुथिबे। हे गॉड फादर बोली कही केवल जनकु ही मने पकाउछन्ति। सत्य जुगरे तो काहार महिमा हुए नाही। पछरे एही धर्म आरंभ हेउछि। तेणु बाबांकर महिमा गान करुछन्ति एवं भक्ति आरंभ हेउछि। देख ड्रामा किपरि तैयारी करा जाइछि, पुणी किपरि चक्र घुरुछि। जेउमाने बाबांकर संतान होइछन्ति, सेही माने ही जानिछन्ति। बाबा हेउछन्ति रचयिता, स्वर्ग रूपी नुआ सृष्टि रचना करुछन्ति, किंतु समस्ते तो स्वर्ग को आसी पारिबे नाही। ड्रामार रहस्य को मध्य बुझिबाकु हेब। बाबांक ठारु सुखर संपत्ति मिलुछि। वर्तमान समस्ते दुखी अटन्ति। समस्तंकु घर को जीवाकु हेब, पुणी सुख धाम को आसिबे। तुम संतान मानंकु पाठ मिलिछि। जेउ बाबांकर एते महिमा रहिछि, से एबे आसी सम्मुखरे बसिछन्ति ओ पिला मानंकु बुझाउछन्ति। समस्ते संतान अटन्ति ना। बाबा तो सदा सुखी अटन्ति। वास्तवरे बाबांक निमन्ते एपरि कुहा जाई पारिबो नाही। जदि से सुखी हेबे, तेबे दुखी मध्य हेबाकु पड़िबो। बाबा तो ए सबुथिरु नियारा अटन्ति। वर्तमान बाबांक परि तुमर मध्य महिमा रहिछि, पुणी भविष्यतरे तुमर महिमा अलगा हेब। बाबांक परि तुमे मध्य ज्ञानर सागर अट। तुम बुद्धिरे सृष्टि चक्रर ज्ञान रहिछि। जानिछ जे बाबा सुखर सागर अटन्ति, तांक ठारु असरन्ति सुख मिलिथाए। वर्तमान तुमे बाबांक ठारु संपत्ति नेउछ। बाबा पिलामानंकु एबे श्रेष्ठ कर्म शिखाउछन्ति। एही लक्ष्मी नारायण पूर्व जन्मरे निश्चय भल कर्म करिथिले, जाहा फलरे एही पद प्राप्त करिछन्ति। दुनियारे केही बुझुनाहन्ति जे इए किपरि राज्य प्राप्त करिले। बाबा कहुछन्ति, तुमे माने वर्तमान एहीपरि देवी देवता हेउछ। तुम बुद्धिरे आसुछि जे आमे एहीपरि थिलु, पुणी एहीपरि हेउछु। बाबा कर्म अकर्म विकर्मर गति बुझाउछन्ति, जाहा द्वारा आमे एहीपरि हेउछु। श्रीमत देउछन्ति, तेणु श्रीमत को जानिबा दरकार ना। श्रीमत द्वारा सारा दुनिया और तत्व आदि को सतो प्रदान कराउछन्ति। सत्य जुगरे समस्ते श्रेष्ठ थिले। सेठारे किछि हंगामा अथवा तूफान आदि हेब नाही। ना अधिक ठंडा हेब, ना अधिक गरम हेब। सर्वदा बसंत ऋतु रहिब। सेठारे तुमे केते सुखी होई रहिथाओ। मनुष्य माने गायन मध्य करुछन्ति जे भगवान बहिस्थ अथवा हेवेन स्थापन करुछन्ति। तेणु सेथिरे उच्च पद पाइबार पुरुषार्थ करिबा उचित। सर्वदा गायन करा जाए जे माता पितांकु अनुकरण कर। बाबांकु मने पकाइबा द्वारा विकर्म विनाश हेब। आउ तांक सहित आमे आत्मा माने पुणी एकाठी होई जिबु। श्रीमतरे चाली प्रत्येकंकु रास्ता बताइबाकु हेब। बेहदर बाबा स्वर्गर रचयिता अटन्ति। एबे तो एही दुनिया नर्क होई जाइछि। निश्चय बाबा नर्करे आसी स्वर्गर संपत्ति देइथिबे। एबे 84 जन्म पूरा हेउछि, पुणी आमको प्रथम जन्म स्वर्गरे नेबाकु हेब। तुमर लक्ष्य उद्देश्य सम्मुखरे रहिछि। एहीपरि हेबाकु पड़िब। आमे ही लक्ष्मी नारायण हेउछु। वास्तवरे एही चित्र गुड़िकर आवश्यकता नाही। जेउमाने कमजोर अटन्ति, घड़ी घड़ी भूली जाउछन्ति, सेही मानंक पाहे चित्र रखा जाइछि।
केही केही श्रीकृष्णंकर चित्र रखुछंती। श्रीकृष्णंकु न देखिले मने पकाई पारिबे नाही। समस्तंक बुद्धिरे चित्र तो रहुछि। तुमको कौनसी चित्र लगाइबार आवश्यकता नाही। तुमे निजको आत्मा मने करुछ। तुमको निजर चित्र को मध्य भूलिबाकु हेबो। देह सहित सबु संबंध को भूलिबाकु हेबो। बाबा कहउछंती तुमे एकमात्र प्रेमिकंकर प्रेमिका अट। मासुक बा प्रेमिक बाबा कहउछंती मोते मने पकाइले विकर्म विनाश हेबो। एपरि अवस्था हेउ जहाँकि शरीर छाड़िबा समय रे मध्य स्मृति आसीब जे एही पुराना शरीर को छाड़ी एबे बाबांक पाखकु जाउछि। 84 जन्म पूरा हेला एबे जीवाकु हेबो। बाबा आदेश देउछंती जे मोते मने पकाओ। बास केवल बाबा एवं शांतिधाम घर को मने पकाओ। बुद्धि रे रहुछि जे मु आत्मा बिना शरीर रे थिली एठारे अभिनय करिबा पाई शरीर धारण करिछि। अभिनय करी करी पतित होई जाइछि। एही शरीर तो हेउछि पुराना जोता। वर्तमान आत्मा पवित्र हेउछि। एठारे तो पवित्र शरीर मिल पारिबो नाही। एबे आमे आत्मा घर को जीवो। प्रथमे राजकुमार राजकुमारी हेबु। पुणी स्वयंवर परे लक्ष्मी नारायण हेबु। मनुष्य मानंकु एक कथा जना नहीं जे राधा कृष्ण किए। उभय अलगा अलगा राजधानी रथिले। पुणी तांकर स्वयंवर हेला। तुमे संतान माने ध्यान रे स्वयंवर देखिछ। आरंभरू बहुत साक्षात्कार हेउथिला काहीकिना पाकिस्तान रे तुमको खुशी रे रखिबा पाई एही सबु पाठ चालू थिला। शेष समय रे तो गंडगोल हेबार अछि। भूमिकंप आदि बहुत हेबो। तुम मानंकु साक्षात्कार हेबो। प्रत्येक जानि जिबे जे आमे क्यों पद पाइबो। पुणी जो माने कम पढ़िथिबे से माने बहुत पश्चाताप करिवे। सेतेबेले बाबा कहिबे तुमे ना निजे पढ़िल ना अन्य मानंकु पढ़ाइल ना जोगयुक्त स्थिति रे रहिल। तेबे जोगयुक्त स्थिति द्वारा ही सतो प्रधान होई पारिबो। पतित पावन तो बाबा ही अटंती। से कहउछंती मोते मने पकाइले तुमर खाद बाहरी जीव। तेणु जोगर यात्रा रे रहिबार पुरुषार्थ करिबाकु हेबो। कर्म धंदा आदि भले कर। कर्म तो करिबाकु ही हेबना। किंतु बुद्धिर जोग बाबांक निकटरे रहु। एही ठारे ही तमो प्रधान रु सतो प्रधान हेबाकु पड़िबो। घर संसार रे रही मोते मने पकाओ। तेबे तुमे नुआ दुनियार मालिक होई जिवो। बाबा आउ कौनसी कष्ट देउ नाहंती। तुमको बहुत सहज उपाय बताउछंती। सुख धामर मालिक हेबा पाई केवल मोते मने पकाओ। एबे तुमे मने पकाओ। बाबा मध्य तारका अटंती। मनुष्य तो भावुछंती से सर्वशक्तिमान बहुत तेजवान अटंती। बाबा कहउछंती मु मनुष्य सृष्टिर चैतन्य बीजरूप अटे। बीजरूप होइथिबा कारणरू सृष्टिर आदि मध्य अंतकु जानिछि। तुमे तो बीज नुह मु बीज अटे। सेथिपाई मोते ज्ञानर सागर कहउछंती। से मनुष्य सृष्टिर चैतन्य बीज होइथिबारो तांकु निश्चय जणाथिब जे एही सृष्टि चक्र किपरि घुरुछि। ऋषि मुनि केही रचयिता और रचनार आदि मध्य अंतकु जानि नाहंती। पिलामाने जदि जानि थान्ते तेबे तांको पाखकु जिबाकु डेरी लागी नथांता। किंतु बाबांको पाखकु जिबार रास्ता केही हेले भी जानि नाहंती। पावन दुनिया को पतित आत्मा जाई परिबे नाही। सेथिपाई बाबा कहउछंती काम विकार रूपी महाशत्रु उपरे विजय प्राप्त कर। एहा ही तुमको आदि मध्य अंत दुख देउछि। बाबा तुम संतान मानंकु केते भल भावरे बुझाउछंती। कौनसी कष्ट देउ नाहंती। केवल बाबा एवं संपत्ति को मने पकाइबाकु हेबो। बाबांकर स्मृति अर्थात जोग द्वारा पाप भस्म हेबो। गोटिए सेकेंड रे ही बाबांक ठारू संपत्ति मिलुछि। भले पिलामाने स्वर्ग को आसीबे किंतु स्वर्ग रे उच्च पद पाइबा पाई पुरुषार्थ करिबाकु हेबो। स्वर्ग को तो जीवाकु ही हेबो। अल्प सुनिले मध्य बुझी जिबे जे बाबा आसीछंती। एबे मध्य कहउछंती जे एहा सेही महाभारत लड़ाई अटे। निश्चय बाबा मध्य थिबे जे कि पिलामानंकु राजयोग सिखाउछंती।
ତୁମେ ସମସ୍ତଙ୍କୁ ଜାଗ୍ରତ କରୁଛ। ଯିଏ ବହୁତଙ୍କୁ ଜାଗ୍ରତ କରାଇବେ ସେ ଶ୍ରେଷ୍ଠ ପଦ ପ୍ରାପ୍ତ କରିବେ। ତେଣୁ ପୁରୁଷାର୍ଥ କରିବାକୁ ହେବ। ସମସ୍ତେ ଏକାପରି ପୁରୁଷାର୍ଥୀ ହୋଇପାରିବେ ନାହିଁ। ଏହି ସ୍କୁଲ ବହୁତ ଉଚ୍ଚ ଅଟେ। ଏହା ହେଉଛି ବିଶ୍ୱର ୟୁନିଭର୍ସିଟି। ସାରା ବିଶ୍ୱକୁ ସୁଖଧାମ ଓ ଶାନ୍ତିଧାମ କରିବାକୁ ହେବ। ଏପରି ଶିକ୍ଷକ କ'ଣ କେଉଁଠାରେ ଅଛନ୍ତି କି? ସାରା ଦୁନିଆକୁ ୟୁନିଭର୍ସ ବୋଲି କୁହାଯାଏ। ବାବା ହିଁ ସାରା ୟୁନିଭର୍ସର ଅର୍ଥାତ୍ ସାରା ଦୁନିଆର ମନୁଷ୍ୟ ମାତ୍ରଙ୍କୁ ସତୋ ପ୍ରଦାନ କରାଉଛନ୍ତି ଅର୍ଥାତ୍ ସ୍ୱର୍ଗ ସ୍ଥାପନ କରାଉଛନ୍ତି। ଭକ୍ତି ମାର୍ଗରେ ଯେଉଁ ସବୁ ପର୍ବପର୍ବାଣୀ ପାଳନ କରୁଛନ୍ତି ସେ ସବୁ ଏହି ସଙ୍ଗମ ଯୁଗର ଅଟେ। ସତ୍ୟଯୁଗ ତ୍ରେତାରେ ତ୍ରେତା ଯୁଗରେ କୌଣସି ପର୍ବପର୍ବାଣୀ ହୁଏ ନାହିଁ। ସେଠାରେ ପ୍ରାରବ୍ଧ ଭୋଗ କରନ୍ତି। ସବୁ ପର୍ବପର୍ବାଣୀ ଏହିଠାରେ ପାଳନ କରୁଛନ୍ତି। ହୋଲି ଓ ଧୁରିଆ ଏହା ଜ୍ଞାନର କଥା। ଯାହା ଅତୀତ ହୋଇଯାଇଛି ତାର ପର୍ବ ପାଳନ କରି ଆସୁଛନ୍ତି। ସେ ସବୁ ବର୍ତ୍ତମାନ ସମୟର ଅଟେ। ହୋଲି ମଧ୍ୟ ବର୍ତ୍ତମାନ ସମୟର ଅଟେ। ଏହି 100 ବର୍ଷ ମଧ୍ୟରେ ସବୁ କାମ ହୋଇଯାଉଛି। ସୃଷ୍ଟି ମଧ୍ୟ ନୂଆ ହୋଇଯାଉଛି। ତୁମେ ଜାଣିଛ ଯେ ଆମେ ଅନେକ ଥର ସୁଖର ସମ୍ପତ୍ତି ନେଇଛୁ, ପୁଣି ହରାଇଛୁ। ଖୁସି ଲାଗୁଛି ଯେ ଆମେ ପୁନର୍ବାର ବାବାଙ୍କଠାରୁ ସମ୍ପତ୍ତି ନେଉଛୁ। ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ। ଡ୍ରାମା ଅନୁସାରେ ସ୍ୱର୍ଗର ସ୍ଥାପନା ନିଶ୍ଚୟ ହେବ। ଯେପରି ଦିନ ପରେ ରାତି, ରାତି ପରେ ଦିନ ହୋଇଥାଏ, ସେହିପରି କଳିଯୁଗ ପରେ ନିଶ୍ଚୟ ସତ୍ୟଯୁଗ ହେବ। ମଧୁର ସନ୍ତାନମାନଙ୍କ ବୁଦ୍ଧିରେ ଖୁସିର ନାଗରା ବାଜିବା ଉଚିତ। ଏବେ ସମୟ ପୁରା ହେଉଛି। ଆମେ ଶାନ୍ତିଧାମ ଯାଉଛୁ। ଏହା ଆମର ଅନ୍ତିମ ଜନ୍ମ ଅଟେ। କର୍ମ ଭୋଗ ମଧ୍ୟ ଖୁସିରେ ହାଲକା ହୋଇଯାଉଛି। କିଛି ଭୋଗିବା ଦ୍ୱାରା, କିଛି ଯୋଗବଳ ଦ୍ୱାରା ହିସାବ କିତାବ ଚୁକ୍ତ ହେଉଛି। ବାବା ପିଲାମାନଙ୍କୁ ଧୈର୍ଯ୍ୟ ଦେଉଛନ୍ତି। କହୁଛନ୍ତି ତୁମର ସଦା ସୁଖର ଦିନ ଆସୁଛି। କର୍ମଧନ୍ଦା ଆଦି ମଧ୍ୟ କରିବାକୁ ହେବ। ଶରୀର ନିର୍ବାହ ଅର୍ଥେ ପଇସା ତ ଦରକାର ନା। ବାବା ବୁଝାଉଛନ୍ତି ଯେ ବ୍ୟବସାୟ କରୁଥିବା ଲୋକେ ଧର୍ମ ଅର୍ଥେ ପଇସା ଦାନ କରିଥାନ୍ତି। ଭାବନ୍ତି ଅଧିକ ଧନ ଏକତ୍ର ହେଲେ ବହୁତ ଦାନ କରିବୁ। ଏଠାରେ ମଧ୍ୟ ବାବା ବୁଝାଉଛନ୍ତି ଯେ କେହି ଯଦି 2 ପଇସା ଦେଲେ ତାଙ୍କୁ ପ୍ରତିଦାନରେ 21 ଜନ୍ମ ପାଇଁ ବହୁତ ମିଳିଯାଇଥାଏ। ଆଗରୁ ତୁମେ କରୁଥିବା ଦାନ ପୁଣ୍ୟର ପ୍ରତିଦାନ ପରଜନ୍ମରେ ମିଳୁଥିଲା। ଏବେ ତ 21 ଜନ୍ମ ପାଇଁ ଫଳ ମିଳୁଛି। ଆଗରୁ ସାଧୁ ସନ୍ଥ ଆଦିଙ୍କୁ ଦେଉଥିଲେ। ଏବେ ତ ତୁମେ ଜାଣୁଛ ଏସବୁ ବିନାଶ ହୋଇଯିବ। ଏବେ ମୁଁ ସମ୍ମୁଖକୁ ଆସିଛି, ତେଣୁ ଏହି କାର୍ଯ୍ୟରେ ଲଗାଅ। ତେବେ ତୁମକୁ 21 ଜନ୍ମ ପାଇଁ ସମ୍ପତ୍ତି ମିଳିଯିବ। ଆଗରୁ ତୁମେ ପରୋକ୍ଷରେ ଦେଉଥିଲ, ଏବେ ପ୍ରତ୍ୟକ୍ଷରେ ଦେଉଛ। ବାକି ତ ତୁମର ସବୁକିଛି ବିନାଶ ହୋଇଯିବ। ବାବା କହି ଚାଲିଛନ୍ତି, ପଇସା ଥିଲେ ସେଣ୍ଟର ଖୋଲି ଚାଲ। ବୋର୍ଡରେ ଏହି ଅକ୍ଷର ଲେଖିଦିଅ, ସତ୍ୟ ଗୀତା ପାଠଶାଳା। ଭଗବାନ ବାଚ, ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ। ଆଚ୍ଛା, ମିଠେ ମିଠେ ଶିଖିଲାଦି ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର, ବାବାଙ୍କ ଭଳି ମହିମା ଯୋଗ୍ୟ ହେବା ପାଇଁ ନିଜର ପିତାଙ୍କୁ ଅନୁକରଣ କରିବାକୁ ହେବ। 2 ନମ୍ବର, ଏହା ଆମର ଅନ୍ତିମ ଜନ୍ମ। ଏବେ ଆମକୁ ଘରକୁ ଯିବାକୁ ହେବ। ସେଥିପାଇଁ ମନ ଭିତରେ ସର୍ବଦା ଖୁସିର ନାଗରା ବାଜିବା ଦରକାର। ସେଥିପାଇଁ କର୍ମଭୋଗକୁ କର୍ମଯୋଗ ଦ୍ୱାରା ଅର୍ଥାତ୍ ବାବାଙ୍କ ସ୍ମୃତିରେ ରହି ଖୁସି ଖୁସିରେ ଚୁକ୍ତ କରିବାକୁ ହେବ। ଆଜିର ବରଦାନ, ବାଳକ ହିସାବରେ ମାଲିକପଣିଆର ସ୍ମୃତି ଦ୍ୱାରା ସର୍ବ ସମ୍ପତ୍ତିର ଅଧିକାରୀ ତଥା ପ୍ରାପ୍ତି ସମ୍ପନ୍ନ ଆତ୍ମା ଭବ। ମୁଁ ବାବାଙ୍କର ସର୍ବସମ୍ପତ୍ତିର ବାଳକ ହିସାବରେ ମାଲିକ ଅଟେ। ନେଚୁରାଲ ଅର୍ଥାତ୍ ସହଜ ଯୋଗୀ ଏବଂ ସହଜ ସ୍ୱରାଜ୍ୟ ଅଧିକାରୀ ଅଟେ।
ଏହି ସ୍ମୃତି ଦ୍ୱାରା ସର୍ବ ପ୍ରାପ୍ତି ସମ୍ପନ୍ନ ହୁଅ। ଏହି ଗୀତ ସଦା ସର୍ବଦା ଗାଉଥାଉ ଯେ ଯାହା ପାଇବାର ଥିଲା ତାହା ପାଇଗଲି, ହରାଇଲି ପାଇଲି, ପୁଣି ହରାଇଦେଲି, ପୁଣି ପାଇଲି। ଏହିଭଳି ଖେଳ କର ନାହିଁ। ମୁଁ ପାଉଛି, ମୁଁ ପାଉଛି, ମୁଁ ପାଉଛି। ଏହା ମଧ୍ୟ ଅଧିକାରୀ ଆତ୍ମାର ଭାଷା ନୁହେଁ। ଯେଉଁମାନେ ସମ୍ପନ୍ନ ପିତାଙ୍କର ବାଳକ ବା ସାଗରର ସନ୍ତାନ, ସେମାନେ ଚାକିରିଆଙ୍କ ଭଳି ମେହନତ କରିପାରିବେ ନାହିଁ। ସ୍ଲୋଗାନ: ଯୋଗବଳ ଦ୍ୱାରା କର୍ମଭୋଗ ଉପରେ ବିଜୟ ପ୍ରାପ୍ତ କରିବା ହିଁ ଶ୍ରେଷ୍ଠ ପୁରୁଷାର୍ଥ ଅଟେ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା: ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ। ସର୍ବପ୍ରଥମେ ନିଜ ଉପରେ ପୁରା ବିଶ୍ୱାସ ରହିବା ଦରକାର। ତାପରେ ବାପଦାଦା ଏବଂ ସର୍ବ ପରିବାରର ଆଶା ପ୍ରତି ବିଶ୍ୱସ୍ତ ହେବାକୁ ପଡ଼ିବ। ଯେତେ ଯେତେ ବିଶ୍ୱସ୍ତ ହୋଇ ନିଶ୍ଚୟ ବୁଦ୍ଧି ହୋଇ କୌଣସି ବି କର୍ତ୍ତବ୍ୟ କରିବ, ସେଥିରେ ବିଶ୍ୱସ୍ତ ହେବା ଦ୍ୱାରା ସଫଳତା ମଧ୍ୟ ନିଶ୍ଚିତ ପ୍ରାପ୍ତ କରିନେବ। ତେବେ ଫେଥଫୁଲ୍ ହେବା ଦ୍ୱାରା ପ୍ରତ୍ୟେକ କର୍ତ୍ତବ୍ୟ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ବାଣୀ ପାୱାରଫୁଲ୍ ଅର୍ଥାତ୍ ଶକ୍ତିଶାଳୀ ହୋଇଯିବ। ଓମ୍ ଶାନ୍ତି।